ଓଡ଼ିଶାର ଆରାଧ୍ୟ ଦେବତା କିଏ? ଜଗନ୍ନାଥ। ଓଡ଼ିଶାର ନୂତନ ବର୍ଷ କେବେ ପାଳିତ ହୁଏ? ବିଷୁବ ସଂକ୍ରାନ୍ତି ଏପ୍ରିଲ 14 ତାରିଖ। ନୂଆଖାଇ ପର୍ବ କେବେ ପାଳିତ ହୁଏ? ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି। ଓଡ଼ିଶାରେ କେଉଁ ନୃତ୍ୟ ପାଇଁ ପ୍ରସିଦ୍ଧ? ଓଡ଼ିଶୀ। ବଡ଼ଦିନ କାହିଁକି ପ୍ରସିଦ୍ଧ? ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ। କେଉଁ ଅମାବାସ୍ୟାକୁ ଜାଗର କୁହାଯାଏ? ଫାଲ୍ଗୁନ ଅମାବାସ୍ୟା। ମୟୂରଭଞ୍ଜର ଲୋକନୃତ୍ୟ କ'ଣ? ଛଉ। କେନ୍ଦ୍ରାପଡ଼ା କେଉଁ କ୍ଷେତ୍ର ଭାବରେ ପ୍ରସିଦ୍ଧ? ତୁଳସୀ କ୍ଷେତ୍ର। କେଉଁ ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି କୁହାଯାଏ? ମିଥୁନ ସଂକ୍ରାନ୍ତିକୁ। କଟକ କଳା ବିକାଶ କେନ୍ଦ୍ରର ପ୍ରତିଷ୍ଠାତା କିଏ? ବାବୁଲାଲ ଯୋଶୀ। 11 ନମ୍ବର କ୍ୱେଶ୍ଚିନ୍, କଟକ ସହରର ପ୍ରତିଷ୍ଠାତା କିଏ? ନୃପକେଶରୀ। 12 ନମ୍ବର, ଓଡ଼ିଶା କେବେ ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା? 1936 ମସିହାରେ। 13 ନମ୍ବର, କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା? ଖ୍ରୀଷ୍ଟପୂର୍ବ 261। ଓଡ଼ିଶାର ଶେଷ ହିନ୍ଦୁ ଶାସକ କିଏ? ମୁକୁନ୍ଦ ଦେବ। ଲିଙ୍ଗରାଜ ମନ୍ଦିରର ପ୍ରତିଷ୍ଠାତା କିଏ? ଯଯାତି କେଶରୀ। କୋଣାର୍କ ମନ୍ଦିରର ପ୍ରତିଷ୍ଠାତା କିଏ? ଲାଙ୍ଗୁଳା ନରସିଂହ ଦେବ। ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ କିଏ ଆରମ୍ଭ କରିଥିଲେ? ଉତ୍ତର, ଚୋଳଗଙ୍ଗ ଦେବ। ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ କିଏ ଶେଷ କରିଥିଲେ? ଉତ୍ତର, ଦ୍ୱିତୀୟ ଅନଙ୍ଗଭୀମ ଦେବ। କେଉଁ ନଦୀ କୂଳରେ କଳିଙ୍ଗ ଯୁଦ୍ଧ ହୋଇଥିଲା? ଉତ୍ତର, ଦୟା ନଦୀ। ଶ୍ରୀ ଜଗନ୍ନାଥ ମନ୍ଦିର ଉଚ୍ଚତା କେତେ? 66 ମିଟର ଅଟେ। ଓଡ଼ିଆ ବର୍ଣ୍ଣମାଳାର ବର୍ଣ୍ଣ ସଂଖ୍ୟା କେତେ? 49। ଓଡ଼ିଆ ବର୍ଣ୍ଣମାଳା କେତେ ଭାଗରେ ବିଭକ୍ତ? 2 ଭାଗ। ସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ। ସ୍ୱର ବର୍ଣ୍ଣ 12ଟି, ବ୍ୟଞ୍ଜନ ବର୍ଣ୍ଣ 36ଟି ଅଟେ। ଓଡ଼ିଆ ବର୍ଣ୍ଣବୋଧ କିଏ ଲେଖିଥିଲେ? ସ୍ୱର୍ଗତ ମଧୁସୂଦନ ରାଓ। ଓଡ଼ିଆ ମହାଭାରତର ରଚୟିତା କିଏ? ଉତ୍ତର, ସାରଳା ଦାସ। ଓଡ଼ିଆ ରାମାୟଣର ରଚୟିତା କିଏ? ବଳରାମ ଦାସ। ଶ୍ରୀମଦ୍ ଭାଗବତ କିଏ ରଚନା କରିଥିଲେ? ଉତ୍ତର, ଅତିବଡ଼ି ଜଗନ୍ନାଥ ଦାସ। 27 ନମ୍ବର କ୍ୱେଶ୍ଚିନ୍, କବି ସୂର୍ଯ୍ୟ କିଏ? ଉତ୍ତର, ବଳଦେବ ରଥ। କବିବର କିଏ? ଉତ୍ତର, ରାଧାନାଥ ରାୟ। ଗୀତ ଗୋବିନ୍ଦ କିଏ ଲେଖିଥିଲେ? ଜୟଦେବ। ସାହିତ୍ୟ ଦର୍ପଣ ପୁସ୍ତକ କିଏ ଲେଖିଥିଲେ? ବିଶ୍ୱନାଥ କବିରାଜ। ସୁରଭି 2024 କୁଇଜ୍, କଳା ଓ ନୃତ୍ୟକୁ ସମୃଦ୍ଧଶାଳୀ କରିବାକୁ କଟକଠାରେ କେଉଁ ନୃତ୍ୟ ସଂସ୍ଥା ଗଠନ କରାଯାଇଛି? କଳା ବିକାଶ କେନ୍ଦ୍ର। କେଉଁ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ମାନ୍ୟତା ଲାଭ କଲା? 1936 ମସିହା। ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ କେଉଁଠି? ସମ୍ବଲପୁର ଜିଲ୍ଲାର ଖିଣ୍ଡା। କୋଣାର୍କର ସୂର୍ଯ୍ୟ ମନ୍ଦିର କେଉଁ ରାଜାଙ୍କ ଅମର କୀର୍ତ୍ତି ଅଟେ? ଲାଙ୍ଗୁଳା ନରସିଂହ ଦେବ। ଇତିହାସ ପ୍ରସିଦ୍ଧ କେଉଁ ଯୁଦ୍ଧ ରାଜା ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତିତ କରିଥିଲା? କଳିଙ୍ଗ ଯୁଦ୍ଧ। କେଉଁ ଜାତୀୟ ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଏ? ଶ୍ୱେତସାର ଜାତୀୟ ଖାଦ୍ୟ। ଡାଲି, ଅଣ୍ଡା ଓ ମାଂସ ଇତ୍ୟାଦି ଖାଦ୍ୟରେ କେଉଁ ଖାଦ୍ୟସାର ଅଧିକ ଥାଏ? ପୁଷ୍ଟିସାର। କମଳା ଲେମ୍ବୁରେ କେଉଁ ଭିଟାମିନ୍ ମାତ୍ରା ଅଧିକ ପରିମାଣରେ ଥାଏ? ଭିଟାମିନ୍ ସି। ଜଣେ ବୟସ୍କ ବ୍ୟକ୍ତି ଦିନକୁ ହାରାହାରି କେତେ ପାଣି ପିଇବା ଉଚିତ? ପ୍ରାୟ 1.5 ଲିଟର ପାଣି ପିଇବା ଉଚିତ ଅଟେ। ଭୁବନେଶ୍ୱର ସ୍ଥିତ ବିମାନ ବନ୍ଦର କାହା ନାମରେ ନାମିତ ହୋଇଛି? ବିଜୁ ପଟ୍ଟନାୟକଙ୍କ ନାମରେ ଭୁବନେଶ୍ୱର ସ୍ଥିତ ବିମାନ ବନ୍ଦର ନାମିତ ହୋଇଅଛି। ଓଡ଼ିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରଚୟିତା କିଏ? କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ସକାଳର କୋମଳ ସୂର୍ଯ୍ୟକିରଣରୁ କେଉଁ ଭିଟାମିନ୍ ମିଳିଥାଏ? ଭିଟାମିନ୍ ଡି ବା ଭିଟାମିନ୍ ଘ।
ବାୟୁମଣ୍ଡଳରେ ବାୟୁରେ ଅମ୍ଳଜାନ ମାତ୍ରା କେତେ ପ୍ରତିଶତ ଅଟେ? 21% ଅଟେ। କେଉଁ ବାଷ୍ପ ଚୂନ ପାଣିକୁ ଦୁଧିଆ ରଙ୍ଗରେ ବଦଳାଇ ଦେଇଥାଏ? ଅଙ୍ଗାରକାମ୍ଳ ବାଷ୍ପ। ସ୍ପଷ୍ଟ ଦର୍ଶନ ଲାଗି ସର୍ବନିମ୍ନ ଦୂରତା କେତେ? 25 ସେମି ଅଟେ। କେଉଁ ଯାତ୍ରା ପାଇଁ ଢେଙ୍କାନାଳ ପ୍ରସିଦ୍ଧ? ଗଜଲକ୍ଷ୍ମୀ ପୂଜା ଓ ଯାତ୍ରା। ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟର ନାମ କ'ଣ? ଓଡ଼ିଶୀ। ଓଡ଼ିଶାର ଅନ୍ୟ ଏକ ଲୋକନୃତ୍ୟର ନାମ କ'ଣ? ଗୋଟିପୁଅ। ସମ୍ବଲପୁରର ପ୍ରସିଦ୍ଧ ନୃତ୍ୟ କ'ଣ? ଡାଲଖାଇ। କେଉଁ ଯାତ୍ରା ପାଇଁ ଢେଙ୍କାନାଳ ପ୍ରସିଦ୍ଧ? ଗଜଲକ୍ଷ୍ମୀ ପୂଜା ଓ ଯାତ୍ରା। କେଉଁ ଜିଲ୍ଲାରେ ଦ୍ୱାରୀ ନୃତ୍ୟ ଅନୁଷ୍ଠିତ ହୁଏ? ଗଞ୍ଜାମ ଓ ଗଜପତିରେ ହୁଏ। କେଉଁ ନୃତ୍ୟ ପାଇଁ କଳାହାଣ୍ଡି ପ୍ରସିଦ୍ଧ? ଘୁମୁରା ନୃତ୍ୟ ପାଇଁ କଳାହାଣ୍ଡି ପ୍ରସିଦ୍ଧ ଅଟେ। ଫୁଲବାଣୀରେ କେଉଁ ନୃତ୍ୟ ଅନୁଷ୍ଠିତ ହୋଇଥାଏ? କନ୍ଧ ନୃତ୍ୟ ଫୁଲବାଣୀରେ ହୋଇଥାଏ। କୋୟା ନୃତ୍ୟ କେଉଁଠାରେ ଅନୁଷ୍ଠିତ ହୋଇଥାଏ? କୋରାପୁଟ। ଶ୍ରୀ ଜଗନ୍ନାଥ ମନ୍ଦିରରେ କେଉଁ ଓଡ଼ିଶୀ ନୃତ୍ୟ ହୁଏ? ମାହାରୀ ନୃତ୍ୟ। କେଉଁ ଶାଢ଼ୀ ପାଇଁ ସମ୍ବଲପୁର ସହର ପ୍ରସିଦ୍ଧ? ସମ୍ବଲପୁରୀ। ପିପିଲି କାହିଁକି ପ୍ରସିଦ୍ଧ? ଚାନ୍ଦୁଆ ପାଇଁ ପିପିଲି ପ୍ରସିଦ୍ଧ ଅଟେ। ଶ୍ରୀକ୍ଷେତ୍ର କାହାକୁ କହନ୍ତି? ପୁରୀକୁ ଶ୍ରୀକ୍ଷେତ୍ର ବୋଲି କୁହନ୍ତି। ଗୁରୁ କେଳୁଚରଣ ମହାପାତ୍ର କେଉଁ ନୃତ୍ୟ ସହ ପ୍ରସିଦ୍ଧ? ଓଡ଼ିଶୀ। ମନ୍ଦିର ମାଳିନୀ ସହର କାହାକୁ କୁହାଯାଏ? ଭୁବନେଶ୍ୱରକୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଇଥାଏ। ତୁଳସୀ କ୍ଷେତ୍ର ଭାବେ କେଉଁ ସହର ପ୍ରସିଦ୍ଧ? କେନ୍ଦ୍ରାପଡ଼ା। ଶ୍ରୀକ୍ଷେତ୍ରର ଅନ୍ୟ ନାମ କ'ଣ? ଶଙ୍ଖକ୍ଷେତ୍ର। ସ୍ୱର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? କଟକ ଭୁବନେଶ୍ୱର ଓ ପୁରୀକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ। ଅର୍କ କ୍ଷେତ୍ର କାହାକୁ କୁହାଯାଏ? ସମସ୍ତେ ଆମେ ଜାଣିଛେ କୋଣାର୍କ ହେଉଛି ଅର୍କ କ୍ଷେତ୍ର। ଦେବୀ ସୁଭଦ୍ରାଙ୍କ ରଥର ନାମ କ'ଣ? ଦର୍ପଦଳନ। ନୂଆଖାଇ କେଉଁ ମାସରେ ପାଳନ ହୁଏ? ଭାଦ୍ରବ ମାସରେ ନୂଆଖାଇ ପାଳନ ହୋଇଥାଏ। କେଉଁ ଦିନ ଶିବ ପାର୍ବତୀଙ୍କର ବିବାହ ହୋଇଥାଏ? ଶୀତଳ ଷଷ୍ଠୀରେ ଶିବ ପାର୍ବତୀଙ୍କର ବିବାହ ହୋଇଥାଏ। ଶାବର ଶ୍ରୀକ୍ଷେତ୍ର କାହାକୁ କୁହାଯାଏ? ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ କୁହାଯାଏ। କୋଣାର୍କ ମନ୍ଦିରର ମୁଣ୍ଡି କିଏ ମାରିଥିଲେ? ସମସ୍ତେ ଆମେ ଜାଣିଛେ ଧର୍ମପଦ। ପ୍ରଥମ ସମ୍ବଲପୁରୀ କଥାଚିତ୍ର କିଏ? ଭୁଖା। ଉତ୍କଳ ବିଶ୍ୱବିଦ୍ୟାଳୟ କେଉଁ ମସିହାରେ ପ୍ରତିଷ୍ଠିତ ହୋଇଥିଲା? 1934 ମସିହା। ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ଓ ଆଡଭୋକେଟ୍ କିଏ? ମଧୁସୂଦନ ଦାସ। ନଅଙ୍କ ଦୁର୍ଭିକ୍ଷ କେଉଁ ମସିହାରେ ଦେଖା ଦେଇଥିଲା? 1866 ମସିହାରେ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର କେଉଁ ଜିଲ୍ଲାରେ ଅଟନ୍ତି? ମୟୂରଭଞ୍ଜ। ଜାଲିଆନୱାଲାବାଗ ହତ୍ୟାକାଣ୍ଡକୁ ଓଡ଼ିଶାର କେଉଁ ଘଟଣା ସହ ତୁଳନା କରାଯାଏ? ଇରମ ଗୁଳିକାଣ୍ଡ। ଓଡ଼ିଶାର କେଉଁ ଜିଲ୍ଲାରେ 64 ଯୋଗିନୀ ମନ୍ଦିର ଅବସ୍ଥିତ? ବଲାଙ୍ଗୀର। ସିଦ୍ଧାନ୍ତ ଦର୍ପଣର ରଚୟିତା କିଏ? ସାମନ୍ତ ଚନ୍ଦ୍ରଶେଖର ହେଉଛନ୍ତି ସିଦ୍ଧାନ୍ତ ଦର୍ପଣର ରଚୟିତା। ଓଡ଼ିଶାରେ କେଉଁ ସ୍ଥାନ ମହିମା ଧର୍ମର ମୁଖ୍ୟ ପୀଠ ଅଟେ? ଜୋରନ୍ଦା। ଓଡ଼ିଶାର ଜାତୀୟ ଖେଳ କେଉଁଟି? କବାଡ଼ି। ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା କେତେ? 147 ସଭ୍ୟ। ଓଡ଼ିଶାରେ କେଉଁ କବିଙ୍କୁ ଅତିବଡ଼ି ଉପାଧିରେ ଭୂଷିତ କରାଯାଇଅଛି? ଜଗନ୍ନାଥ ଦାସ। ଓଡ଼ିଶାର କେଉଁ ମହାପୁରୁଷ ଭୂମିପୁତ୍ର ନାମରେ ପରିଚିତ? ବିଜୁ ପଟ୍ଟନାୟକ। ମେଷ ସଂକ୍ରାନ୍ତି ଅନ୍ୟ ନାମ କ'ଣ? ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ କୁହାଯାଏ। କେଉଁ ଓଡ଼ିଆ ମାସରେ ମାଣବସା ଗୁରୁବାର ପଡ଼ିଥାଏ? ମାର୍ଗଶିର ମାସରେ ମାଣବସା ପଡ଼ିଥାଏ। ଓଡ଼ିଶାର କେଉଁ ସ୍ଥାନ ମହିମା ଧର୍ମର ମୁଖ୍ୟ ପୀଠ ଅଟେ? ଜୋରନ୍ଦା। ଓଡ଼ିଶାର ଜାତୀୟ ଖେଳ କେଉଁଟି? କବାଡ଼ି। ଓଡ଼ିଶାର ବିଧାନସଭାର ସଭ୍ୟ ସଂଖ୍ୟା କେତେ? 147।